ଲାଷ୍ଟ ପାସେଞ୍ଜର। ଜୟ ଜଗନ୍ନାଥ ସାଙ୍ଗମାନେ, କେମିତି ଅଛନ୍ତି ସମସ୍ତେ? ଆଶା କରୁଛି ସମସ୍ତେ ଭଲରେ ଥିବେ। ତ ସାଙ୍ଗମାନେ, ଆଜିର ଏଇ କାହାଣୀଟି ଗୋଟେ ଅଟୋ ଡ୍ରାଇଭରଙ୍କ କାହାଣୀ। କାହିଁକି ନା ସେ ଅଟୋ ଡ୍ରାଇଭର ଯିଏ ଥିଲେ, ସେଦିନ ରାତିରେ ତାଙ୍କ ଅଟୋରେ ଗୋଟେ ଏମିତି ଲୋକକୁ ସିଏ ସେଦିନ ବସେଇଥିଲେ, ଯାହାଫଳରେ କି ସେଦିନ ପରଠାରୁ ସେ ଘଟଣା ଯେତେବେଳେ ଘଟିଗଲା, ସେ ଅଟୋ ଡ୍ରାଇଭର ସେଦିନ ପରଠାରୁ ବେଶୀ ରାତି ପର୍ଯ୍ୟନ୍ତ ଅଟୋ ବାହାରେ ଚଲେଇଲେନି। ଯେମିତି ରାତି ହେଇଯିବ ସେ ତୁରନ୍ତ ଘରକୁ ଆସିଯାଆନ୍ତି। ଆଉ ସେ ଘଟଣା ଏତେ ଭୟଙ୍କର ଥିଲା କି ଆପଣମାନେ ଷ୍ଟୋରିଟି ଲାଷ୍ଟ ପର୍ଯ୍ୟନ୍ତ ଶୁଣିବେ। ଯଦି ଆପଣମାନେ ମୋ ଚ୍ୟାନେଲକୁ ନୂଆ ଆସିଥିବେ, ତାହେଲେ ମୋର ଆପଣମାନଙ୍କୁ ଗୋଟିଏ ରିକ୍ୱେଷ୍ଟ କି ଆପଣମାନେ ମୋ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିଦେବେ। ତାହେଲେ ଚାଲନ୍ତୁ ଅଧିକ ସମୟ ନଷ୍ଟ ନ କରି ଆଜିର ଏହି କାହାଣୀଟି ଆରମ୍ଭ କରିବା। ଏହି ଘଟଣାଟି ଘଟିଛି ଗୋଟେ ଅଟୋ ଡ୍ରାଇଭରଙ୍କ ସାଥିରେ। ଅଟୋ ଡ୍ରାଇଭରଙ୍କ ନାଁ ଥିଲା ହରି। ହରିବାବୁ ସବୁଦିନ ଭଳି ସେଦିନ ବି ଅଟୋ ଷ୍ଟାଣ୍ଡରେ ସିଏ ତାଙ୍କର ଅଟୋଟି ରଖିଥାନ୍ତି ଆଉ ସେଇଠି ସିଏ ଅପେକ୍ଷା କରିଥାନ୍ତି। କିନ୍ତୁ ସେଦିନ ତାଙ୍କୁ ଗୋଟେ ହେଲେ ବି ଭଡ଼ା ମିଳିଲାନି। ଦିନ ଯାକ ବିତି ଯାଇଥିଲା, କିନ୍ତୁ ତାକୁ ଗୋଟେ ହେଲେ ବି ଭଡ଼ା ସେଦିନ ମିଳିନଥିଲା। ଯେତେବେଳେ ନ ମିଳିଲା, ସିଏ ବାଧ୍ୟ ହୋଇକି ଅଧିକ ରାତି ପର୍ଯ୍ୟନ୍ତ ସିଏ ଅପେକ୍ଷା କରିଥିଲେ କି ଲାଷ୍ଟ ପାସେଞ୍ଜର ମାନେ ଜଣକୁ ସିଏ ଯେତେବେଳେ ଅଟୋରେ ବସେଇ ଦେବେ, ତାପରେ ସିଏ ସେଦିନ ବହିନି ହେଲା ପରେ ଘରକୁ ଚାଲିଯିବେ। ଏମିତିକା ସିଏ ସେଦିନ ରାତିରେ ଅଟୋ ଷ୍ଟାଣ୍ଡରେ ସିଏ ଲାଷ୍ଟ ପାସେଞ୍ଜରକୁ ଅପେକ୍ଷା କରିଥାନ୍ତି। କିନ୍ତୁ ସେତେବେଳକୁ ଟାଇମ୍ ହୋଇଯାଇଥିଲା ରାତି 9ଟା। ଆଉ ଯେତେବେଳେ 9ଟା ହୋଇଗଲା, ସେତେବେଳେ ହରିବାବୁଙ୍କୁ ଗୋଟେ ହେଲେ ଭଡ଼ା ସେଦିନ ମିଳିନଥିଲା। ସିଏ ଦେଖିଲେ ଯେତେବେଳେ ଭଡ଼ା ନ ମିଳିଲା, ସିଏ ବାଧ୍ୟ ହୋଇକି ଘରକୁ ଫେରିବା ପାଇଁ ସେଦିନ ସିଏ ବାହାରୁଥିଲେ। କିନ୍ତୁ ଯେତେବେଳେ ସିଏ ବାହାରିବାକୁ ଯାଉଛନ୍ତି, ତାଙ୍କ ଅଟୋ ଷ୍ଟାର୍ଟ କରିଛନ୍ତି, ସେହି ସମୟରେ ତାଙ୍କ ଅଟୋ ମିରରରେ ସେ ପଛପଟକୁ ଦେଖିଲେ ଗୋଟେ ଲୋକ ତାଙ୍କ ଅଟୋ ପଛପଟେ ମାନେ କିଛି ଦୂରରେ ରୋଡ଼ ମଝିରେ ପୁରା ଠିଆ ହୋଇଛି। ତାକୁ ଯେତେବେଳେ ହରିବାବୁ ଦେଖିଲେ, ସିଏ ତୁରନ୍ତ ସେ ଲୋକକୁ ଡାକିଲେ କି ଆଜ୍ଞା, ଆପଣଙ୍କର ଅଟୋ ଦରକାର କି? ଆଉ ଆପଣଙ୍କୁ ମୁଁ କେଉଁଠି ଛାଡ଼ିଦେବି କି? ଏମିତି ଯେତେବେଳେ ଜୋରରେ ପାଟି କରିକି କହିଲେ, କିନ୍ତୁ ସେ ରୋଡ଼ରେ ଯିଏ ଠିଆ ହେଇଥିଲା ସେ କିଛି ବି କହୁନଥାଏ। ଏମିତି ହରିବାବୁ 2-3 ଥର ସେ ଲୋକକୁ ଡାକିଲା ପରେ ସେ ଲୋକ ଆଉ ଶୁଣିଲାନି। ଯେତେବେଳେ ନ ଶୁଣିଲା, ବାଧ୍ୟ ହୋଇକି ହରିବାବୁ କହିଲେ କି ସେ ଲୋକ ତ ଶୁଣୁନି, ଆଉ ଏପଟେ ବି ମୋର ଆଜି ରାତିରେ ଅଧିକ ଲେଟ୍ ହୋଇଗଲି। ତାପରେ ସିଏ ସେମିତି କହିକି, ନା ମୁଁ ଆଜି ଘରକୁ ଚାଲିଯିବି। ଏମିତି ଭାବିକି ଅଟୋ ଷ୍ଟାର୍ଟ ମାରିଛନ୍ତି। ଷ୍ଟାର୍ଟ ମାରିକି ଅଟୋ ଟିକିଏ ବୁଲେଇଛନ୍ତି ଘରକୁ ଯିବା ପାଇଁ। ସେହି ସମୟରେ ସେ ଲୋକଟି ଯିଏ ଠିଆ ହେଇଥିଲା, ସିଏ ସେତେବେଳକୁ ତାଙ୍କ ଅଟୋ ପାଖରେ। ଯେତେବେଳେ ହରିବାବୁ ତାକୁ ଦେଖିଲେ, ସେ ସାଥୀ ଟିକେ ଚମକି ପଡ଼ିଲେ। କାହିଁକି ନା ହରିବାବୁ ସେ ଲୋକକୁ ଦେଖିଥିଲେ କିଛି ସମୟ ପୂର୍ବରୁ। ସେ ଲୋକ କିଛି ବାଟ ଦୂରରେ ଛିଡ଼ା ହେଇଥିଲା ରୋଡ଼ ମଝିରେ କିନା, କିନ୍ତୁ ଏବେ ହଠାତ୍ ତାଙ୍କ ଅଟୋ ପାଖରେ ଆସିକି ପହଞ୍ଚି ଯାଇଛି। ଏ କେମିତି? ତାଙ୍କୁ ଟିକେ ସେତେବେଳକୁ ଡର ବି ଲାଗୁଥାଏ। ତାପରେ ହରିବାବୁ ସେ ଲୋକକୁ କିଛି କହିବା ଆଗରୁ ସେ ଲୋକ କହିଲା କି ଭାଇ, ମୋତେ ଆମ ଘରେ ଟିକେ ଛାଡ଼ିଦେବ। ଯେତେବେଳେ ହରିବାବୁ ତାର ଏ କଥା ଶୁଣିଲେ, ସେତେବେଳେ ହରିବାବୁ କିଛି କହିବା ଆଗରୁ ସେ ଲୋକ ତାଙ୍କ ଅଟୋରେ ବସି ପଡ଼ିଲା। ଯେତେବେଳେ ବସିଲା, ସେତେବେଳେ ହରିବାବୁ ବାଧ୍ୟ ହୋଇକି କହିଲେ, ଠିକ୍ ଅଛି, ଲୋକ ତ ବସିଲେ, ଆଉ ଏଇଟା ମୋର ଲାଷ୍ଟ ଭଡ଼ା,
ମୁଁ ଯେମିତି ହେଲେ ୟାଙ୍କୁ ଘରେ ଛାଡ଼ିଲା ପରେ ମୁଁ ମୋ ଘରକୁ ଯିବି। ଏମିତି ଭାବିକି ତାଙ୍କର ସେ ଅଟୋ ଷ୍ଟାର୍ଟ କଲେ। ଷ୍ଟାର୍ଟ କରିକି କିଛି ବାଟ ଯାଇଛନ୍ତି, ସେତେବେଳେ ହରିବାବୁ ତାଙ୍କୁ ପଚାରିଲେ କି ଭାଇ ତମେ କେଉଁଠିକି ଯିବ? ସେତେବେଳେ ସେ ଲୋକଟି ଯିଏ ବସିଥିଲା ସେ କହିଲା, ଆଜ୍ଞା ମୁଁ ଆଘ ଛକକୁ ଯିବି। ମାନେ ଜଙ୍ଗଲ ପାର ହେଲା ପରେ ଆଗରେ ଯେଉଁ ଗାଁଟି ପଡ଼ିବ, ମୁଁ ସେଇ ଗାଁକୁ ଯିବି। ଆଉ ସେଇଠାରେ ଆପଣ ଅଟୋ ରଖିଦେବେ, ମୁଁ ସେଇଠି ଓହ୍ଲେଇବି। ଏମିତି କହିଲା ପରେ ହରିବାବୁ କହିଲେ ଠିକ୍ ଅଛି। ଏମିତି କହିକି ତାଙ୍କର ସେ ଆଗକୁ ଅଟୋ ଚଲାଉଥାନ୍ତି। କିନ୍ତୁ ସିଏ ଯେଉଁ ରାସ୍ତାରେ ଯାଉଥିଲେ ସେଦିନ ରାତିରେ, ସିଏ ପୁରା ଜଙ୍ଗଲ ରାସ୍ତା ଥିଲା। ଏମିତି କିଛି ବାଟ ଯାଇଛନ୍ତି, ହଠାତ୍ ସେ ଲୋକଟି ଯିଏ ଅଟୋ ପଛରେ ବସିଥିଲା ସିଏ ହରିବାବୁଙ୍କ କାନ୍ଧରେ ଏମିତି ହାତ ରଖିଦେଲା। ଆଉ ସେଇ ସମୟରେ କହିଲା ସିଏ କି ଭାଇ ତମେ ଟିକେ ଏଇଠି ଗାଡ଼ି ରଖ। ତାର ଏ କଥା ହରିବାବୁ ଯେତେବେଳେ ଶୁଣିଲେ, କହିଲେ ଆରେ ଏଠି କ'ଣ ପାଇଁ ଗାଡ଼ି ରଖିବା? ଆଉ ତମେ କ'ଣ ଏଇଠି ଓହ୍ଲେଇବ କି? ଏଠି ତ ଘର ଦ୍ୱାର କୁଆଡ଼େ କିଛି ନାହିଁ। ଆଉ ଏଠି ଓହ୍ଲେଇଲେ ଏ ଜଙ୍ଗଲରେ ଜୀବଜନ୍ତୁ ଅଛନ୍ତି, ଆଉ ଏ ଜାଗାଟି ମଧ୍ୟ ଭଲ ନୁହଁ। ଆଉ ଏଠି ଜମାରୁ ତମେ ଓହ୍ଲାଅନି। ଏମିତି ଯେତେବେଳେ ତାକୁ ବାରମ୍ବାର କହିଲେ, କିନ୍ତୁ ସେ ଲୋକ ବୁଝିନଥାଏ। ସିଏ କହୁଥାଏ କି ଭାଇ ତମେ 5 ମିନିଟ୍ ଏଇଠି ଗାଡ଼ି ରଖ, ମୁଁ ସାତିହାଦି ଯିବି ଆଉ ସାତିହାଦି ଆସିବି। ଏମିତି କହିଲା ପରେ ହରିବାବୁ କହିଲେ ଠିକ୍ ଅଛି, ମୁଁ ଅଟୋ ରଖୁଛି, କିନ୍ତୁ ତୁମେ ଏଇ ଅଟୋ ସାମ୍ନାକୁ ହିଁ ଯାଅ, ଆଉ କୁଆଡ଼େ ଯାଅ ନାହିଁ, କାହିଁକିନା ଏ ଜଙ୍ଗଲଟି ଜମାରୁ ଭଲ ନୁହଁ। ଏମିତି କହିଲା ପରେ ସେ ଲୋକଟି ସେଠି ଅଟୋ ସାମ୍ନାରେ ଯାଇକି ଜଙ୍ଗଲ ଆଡ଼କୁ ମୁହଁ କରିକି ଠିଆ ହୋଇଥାଏ। ଏମିତି କିଛି ସମୟଠି ସେ ଲୋକଟି ସେଇଠି ଠିଆ ହୋଇଥିଲା, କିନ୍ତୁ ହଠାତ୍ କାହିଁକି କେଜାଣି ଜୋରସେ ପୁରା କାନ୍ଦିବାକୁ ଲାଗିଲା। ଯେତେବେଳେ ସିଏ କାନ୍ଦିଲା ଏତେ ଜୋରରେ, ସେତେବେଳେ ହରିବାବୁ ତାକୁ ଦେଖିଲେ କି ଲୋକଟି ଏତେ ଜୋରେ କ'ଣ ପାଇଁ କାନ୍ଦୁଛି। ହରିବାବୁ ଏମିତି ଦେଖୁ ଦେଖୁ ସେ ଲୋକଟି ଯିଏ କାନ୍ଦୁଥିଲା ସେ ସେଇଠି ସେଇ ଜଙ୍ଗଲ ଭିତର ଆଡ଼କୁ ଜୋରସେ ଦୌଡ଼ିବାକୁ ଲାଗିଲା। ଯେତେବେଳେ ସିଏ ଦୌଡ଼ୁଥାଏ, ହରିବାବୁ ତାଙ୍କ ଅଟୋ ଷ୍ଟାର୍ଟ ବନ୍ଦ କରିକି ତୁରନ୍ତ ଗାଡ଼ିରୁ ଓହ୍ଲେଇକି ସେ ଲୋକକୁ ବହୁତ ଜୋରସେ ଡାକୁଥାନ୍ତି, କିନ୍ତୁ ସେ ଲୋକ ତାଙ୍କ କଥା ଆଉ ଶୁଣୁନଥାଏ। ଯେତେବେଳେ ନ ଶୁଣିଲା, ସେ ବାଧ୍ୟ ହୋଇକି ତାହାରି ପଛରେ ପଛରେ ସେ ଧାଇଁବାକୁ ଲାଗିଲେ। ଏମିତି କିଛି ସମୟ ହରିବାବୁ ସେ ଲୋକର ପଛରେ ପଛରେ ସେଇ ଜଙ୍ଗଲ ଭିତରକୁ ପୁରା ଚାଲି ଯାଇଛନ୍ତି। ତାପରେ ସିଏ ସେଠି ଯାହା ଦେଖିଲେ ନା, ତାଙ୍କ ଆଖିକୁ ସିଏ ବିଶ୍ୱାସ କରିପାରିଲେନି। କାହିଁକି ନା ଯେଉଁ ଲୋକଟିର ପିଛା ସିଏ କରୁଥିଲେ, ସେ ଲୋକ ଏବେ ସେଇ ଜଙ୍ଗଲ ଭିତରେ କିନା ଗୋଟେ ଜାଗାରେ ସେ ପଡ଼ିଥାଏ। ଯେତେବେଳେ ସେ ତା ପାଖରେ ଯାଇକି ପହଞ୍ଚିଲେ, ସେ ଦେଖିଲେ ସେଇ ଲୋକକୁ, ସେ ଲୋକର ସେଠି ଲାଶ ପଡ଼ିଥିଲା। ଯେତେବେଳେ ହରିବାବୁ ଦେଖିଲେ, ସିଏ ସେଠି ପୁରା ଆବାକାବା ହେଇଗଲେ। କାହିଁକି ନା ସେ ଭାବିଲେ କି ଏ ଲୋକ ତ ଏବେ ମୋ ଅଟୋରେ ବସିଥିଲା, ଆଉ ଏବେ ମୋ ସାଙ୍ଗରେ ଭଲରେ କଥା ହେଉଥିଲା, ଆଉ ଏବେ ସିଏ ଏଠି ମରିକି ପଡ଼ିଛି କେମିତି? ସିଏ ସେଠି ତାଟକା ହେଇକି ତାକୁ ଅନେଇଥାନ୍ତି। ଆଉ ସେହି ସମୟରେ ସେ ଲୋକକୁ ସିଏ ଅନେଇଛନ୍ତି, ସେ ଲୋକ ହଠାତ୍ ଜିଇଁ ଉଠିଲା। ଯେତେବେଳେ ହରିବାବୁ ତାକୁ ଦେଖିଲେ, ସିଏ ଆହୁରି ଡରିଗଲେ। କାହିଁକି ନା ସେ ଲୋକଟି ସେଠି ମରିସାରିଥିଲା। ଏମିତି ହରିବାବୁ ତାକୁ ଦେଖୁ ଦେଖୁ ସେ ଲୋକଟି ସେଇଠାରେ କୁଆଡ଼େ ଗାୟବ ହୋଇଗଲା। ତ ସାଙ୍ଗମାନେ, ହରିବାବୁ ଯେତେବେଳେ ଏ ଦୃଶ୍ୟ ଦେଖିଲେ, ତାଙ୍କ ଦେହରେ ଯେମିତି ଆଉ ଜୀବନ ହିଁ ନଥିଲା। ସିଏ ତୁରନ୍ତ ତାଙ୍କ ଅଟୋ ପାଖକୁ ଦୌଡ଼ିବାକୁ ଲାଗିଲେ। କିନ୍ତୁ ଅଟୋ ପାଖକୁ ଯେତେବେଳେ ସିଏ ଦୌଡ଼ିକି ଆସୁଥିଲେ ସେ ଜଙ୍ଗଲ ଭିତରୁ,
ସେତେବେଳେ ସେ ଅଟୋ ପାଖରୁ କେହି ତ ଜଣେ ଡାକୁଥିଲା କି ଭାଇ ତମେ କୁଆଡ଼େ ଗଲ, ଜଲ୍ଦି ପଳେଇ ଆସ, ଆମେ ଘରକୁ ଯିବା। ଯେତେବେଳେ ହରିବାବୁ ଏକଥା ଶୁଣିଲେ କି ମୋ ଅଟୋ ପାଖରୁ କେହି ତ ଜଣେ ମୋତେ ଡାକୁଛନ୍ତି, ସିଏ ସେତେବେଳେ ଆହୁରି ସ୍ପିଡ଼ରେ ଧାଉଁଥାନ୍ତି। ତାପରେ ସିଏ ଯେତେବେଳେ ଯାଇକି ଅଟୋ ପାଖରେ ପହଞ୍ଚିଲେ, ଆଉ ସେଠି ସିଏ ଯାହା ଦେଖିଲେ ତାଙ୍କ ପାଦ ତଳୁ ପୁରା ମାଟି ଖସିଗଲା। କାହିଁକି ନା ତାଙ୍କ ଅଟୋ ପାଖରେ ସିଏ ଯେତେବେଳେ ପହଞ୍ଚିଲେ, ସିଏ ଦେଖିଲେ କି ସେଇ ଲୋକ ଯିଏ ତାଙ୍କ ଅଟୋରେ ବସିକି ଆସିଥିଲା ଆଉ ଏବେ ଏବେ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା, ସେଇ ଲୋକ ତାଙ୍କରି ଅଟୋ ପଛରେ ହିଁ ସେମିତି ବସିଥାଏ। ତାକୁ ଯେତେବେଳେ ହରିବାବୁ ଦେଖିଲେ, ସେତେବେଳେ ସେ ପୁରା ତାବଦା। ସେ ଜାଣିସାରିଥିଲେ କି ଏ ଲୋକ ମଣିଷ ନୁହେଁ। କାହିଁକି ନା ଏବେ ତ ଏ ଲୋକ ଜଙ୍ଗଲ ଭିତରକୁ ଦୌଡ଼ିଥିଲା ଆଉ ମୁଁ ତା ପଛେ ପଛେ ମଧ୍ୟ ଧାଇଁଥିଲି, ଆଉ ସେ ଲୋକ ସେଠି ମରିକି ପଡ଼ିଥିଲା। ଏବେ ସିଏ କିନ୍ତୁ ଏଠି ମୋ ଅଟୋରେ ବସିଛି, ଇଏ କେମିତି ସମ୍ଭବ? ଏମିତି ସିଏ ଭାବୁଥାନ୍ତି। ଆଉ ତାପରେ ସିଏ ଚିନ୍ତା କଲେ କି ଲୋକକୁ କେମିତି ମୁଁ ଓହ୍ଲେଇବି ମୋ ଅଟୋରୁ। ଏମିତି ଭାବିକି ସେଦିନ ସିଏ ସାହସ କରିକି ଟିକେ ତାଙ୍କ ଅଟୋ ଷ୍ଟାର୍ଟ ମାରିକି ଆଗକୁ ଚାଲିଲେ। ଏମିତି କିଛି ବାଟ ଯାଇଛନ୍ତି, ସେ ମନେ ମନେ ଭାବୁଥାନ୍ତି କି ଲୋକ କେଉଁଠି ଓହ୍ଲେଇବ, କେମିତି ମୁଁ ଆ କବଳରୁ ବଞ୍ଚିକି ଘରକୁ ଯିବି, ଏମିତି ସିଏ ବାରମ୍ବାର ଭାବୁଥାନ୍ତି। ଆଉ କିଛି ସମୟ ଠିକ୍ ତାକୁ ସେ ପଚାରିଲେ କି ଭାଇ ତମେ କେଉଁଠି ଓହ୍ଲେଇବ। ଏମିତି ଡରି ଡରିକା ତାକୁ 2-3 ଥର ଯେତେବେଳେ ପଚାରିଦେଲେ, ସେହି ସମୟରେ ସେ ଲୋକଟି କହିଲା କି ଭାଇ ଆଗରେ ଯେଉଁ ଘରଟି ସେଇଠି ରଖନ୍ତୁ, ଆଉ ସେଇଠି ମୋ ଘର। ଏମିତି କହିଲା ପରେ ହରିବାବୁ ଟିକେ ସେତେବେଳକୁ ତାଙ୍କର ଡର ଛାଡ଼ିଲା। ସେତେବେଳେ ସେ ଯାଇକି ତାଙ୍କରି ସେଇ ଲୋକର ଘରର ଆଗ ସାମ୍ନାରେ ତାଙ୍କ ଅଟୋଟି ସେଇଠି ରଖିଲେ। ଆଉ ସେତେବେଳେ ସେ ଲୋକ ତାଙ୍କ ଅଟୋରୁ ଓହ୍ଲେଇକି ତାଙ୍କ ଘରକୁ ଗଲା। କିନ୍ତୁ ସେ ଗଲାବେଳେ ହରିବାବୁ ତାକୁ କହିଥିଲେ କି ଆଜ୍ଞା ମୋ ଭଡ଼ା ପଇସାଟା ମୋତେ ଦେଇଦିଅନ୍ତୁ। ସେତେବେଳେ ସେ ଲୋକଟି କହିଥିଲା କି ଆଜ୍ଞା ଟିକିଏ ରୁହନ୍ତୁ, ମୋ ପାଖରେ କିଛି ପଇସା ନାହିଁ, ମୁଁ ଘରୁ ଆଣିକି ଦେଉଛି। ଏମିତି କହିଲା ପରେ ସେ ଲୋକ ତାଙ୍କ ଘରକୁ ଗଲା। କିନ୍ତୁ ହରିବାବୁ କିଛି ସମୟ ସେଠି ଅପେକ୍ଷା କଲା ପରେ ସେ ଲୋକ ଆଉ ଆସିଲାନି। ଯେତେବେଳେ ନ ଆସିଲା, ହରିବାବୁ ବାଧ୍ୟ ହେଲେ କି ମୁଁ ଆ ପାଖରୁ ପଇସା ନେବା ଦରକାର ନାହିଁ। କାହିଁକି ନା ଇଏ ତ ଗୋଟେ ଅଲଗା ପ୍ରକାର ଲୋକ, ମାନେ ଇଏ କୌଣସି ମୋତେ ଲାଗୁଛି ମଣିଷ ହିଁ ନୁହଁ, ଆଉ ମୁଁ ଭଡ଼ା ବି କାହାକୁ ମାଗିବି। ଏମିତି ଭାବିକି ସେ ଗାଡ଼ି ବୁଲେଇକି ଘରକୁ ଆସୁଥିଲେ। କିନ୍ତୁ ତାପରେ ସେ ଭାବିଲେ କି ଆଜି ଦିନ ଯାକ ମୋର ଭଡ଼ା ହେଇନି, ଆଉ ଶେଷରେ ଇଏ ତ ଲାଷ୍ଟ ପାସେଞ୍ଜର। ତଥାପି ଚେଷ୍ଟା କରିବା କାଳେ ଭଡ଼ା ପଇସାଟା ମୋତେ ମିଳିଯିବ। ଏମିତି ଭାବିକି ସେ ଯେଉଁ ଘରକୁ ସେ ଲୋକ ଯାଇଥିଲା, ସେ ଯାଇକି ତା'ର କଲିଂ ବେଲ୍ ମାଇଲେ। କଲିଂ ବେଲ୍ ଯେତେବେଳେ ମାଇଲେ, ସେତେବେଳେ ସେ ଘରୁ ଗୋଟେ ବୁଢ଼ୀ ଲୋକ ସେ ଘରୁ ବାହାରିକି ଆଇଲା। ଆଉ ସେ ବୁଢ଼ୀ ଲୋକକୁ ହରିବାବୁ କହିଲେ କି ଆଜ୍ଞା ଆପଣଙ୍କର ପୁଅ କି ନାତି ହେବେ, ସିଏ ଏବେ ମୋ ଅଟୋରେ ଆସିଥିଲେ, ଆଉ ସିଏ ମୋତେ ଭଡ଼ା ପଇସାଟା ଦେଇନଥିଲେ, ଆଉ ଆପଣ ଯଦି ଦେଇଦିଅନ୍ତେ ଟିକେ ଭଲ ହୁଅନ୍ତା। ଯେତେବେଳେ ଏ କଥା ବୁଢ଼ୀ ଲୋକଟି ଶୁଣିଲେ, ସେ କହିଲେ ତୁରନ୍ତ ହରିବାବୁକୁ କି ପୁଅ ତୁମେ କାହା କଥା କହୁଛ, ତମେ ଟିକେ ମଞ୍ଜା ଏଇଠି ଅପେକ୍ଷା କର, ମୁଁ ଟିକେ ଘରୁ ଆସୁଛି। ଏମିତି କହିକି ସେ ବୁଢ଼ୀ ଲୋକ ତୁରନ୍ତ ତାଙ୍କ ଘରକୁ ଗଲେ। ଯାଇକି ଘର ଭିତରୁ ଗୋଟେ ଫଟୋ ଆଣିକି ଆସିଲେ। ସେ ଫଟୋଟି ଆଣିକି ହରିବାବୁଙ୍କୁ ଦେଖେଇଲେ। ହରିବାବୁ ଯେତେବେଳେ ଦେଖିଲେ, ସେତେବେଳେ ସେ ବୁଢ଼ୀ ଲୋକ କହିଲେ କି ଏ ଫଟୋଟି ଦେଖନ୍ତୁ, ଏହି ପିଲା ଥିଲା କି? ସେତେବେଳେ ହରିବାବୁ କହିଲେ କି ହଁ ମା, ଏଇ ପୁଅ ଥିଲେ, ଆଉ ସିଏ ଏବେ ମୋ ଅଟୋରେ ବସିକି ଆସିଥିଲେ, ଆଉ ସିଏ ପଇସା ଆଣିକି ମୋତେ ଦେବେ ବୋଲି ସେ ଘରକୁ ଏମିତି କହିକି ମୋତେ ଆସିଲେ।
କିନ୍ତୁ ସିଏ ନ ଆସିବାରୁ ମୁଁ ଆପଣଙ୍କୁ ଡାକିଲି। ସେତେବେଳେ ସେ ବୁଢ଼ୀ ଲୋକ କହିଲେ କି ପୁଅ ଶୁଣେ, ତୁ ତ ଆଜି ଆସିଛୁ, କିନ୍ତୁ ଏମିତି କେଉଁ ଦିନ ନାହିଁ କି କେଉଁ ଅଟୋବାଲା ଆମ ଘରକୁ ଆସିନି। କାହିଁକି ଜାଣିଛୁ? ଇଏ ଯିଏ ଦେଖୁଛୁ ମୋ ଏ ଫଟୋରେ ଆଉ ତୋ ଅଟୋରେ ଯିଏ ବସିକି ଆସିଥିଲା, ସିଏ ହେଲା ମାସେ ତଳୁ ମାନେ ମାସେ ପୂର୍ବରୁ ସିଏ ମରିସାରିଛି। କାହିଁକି ନା ଇଏ ହେଉଛି ମୋ ନିଜ ପୁଅ। ଆଉ ସେଇ ଜଙ୍ଗଲ ରାସ୍ତାରେ ଗୋଟେ ଦିନ ସିଏ ଆସିଲା ସମୟରେ ତାର ସେଇ ଜାଗାରେ, ସେଇ ଜଙ୍ଗଲ ସାଇଡ଼ରେ କିନା ଆକ୍ସିଡେଣ୍ଟରେ ସେ ମରିଯାଇଛି। ଆଉ ସେବେଠାରୁ ମୋ ପୁଅର ଆତ୍ମା କାହା ସାଥିରେ ହଉ, କି ଅଟୋବାଲା ହଉ କି ଟ୍ରକ୍ ଡ୍ରାଇଭର ହଉ, ଯାହା ସାଥିରେ ସିଏ ବସିକି ଆଉଛି ଆଉ ତାଙ୍କୁ ଦେଖା ଦେଉଛି। ଆଉ କାଲି ବି ସେମିତି ତୋରି ଭଳିଆ ଜଣେ ଆସିଥିଲା ଆମ ଦୁଆରେ ହିଁ, ସେ କହୁଥିଲା ଏଇ କଥା। ଆଉ ମୁଁ ତାକୁ ଏ କଥା ମଧ୍ୟ କହିଥିଲି। ହରିବାବୁ ଏକଥା ଯେତେବେଳେ ଶୁଣିଲେ ସେ ବୁଢ଼ୀ ମାଆଠୁ, ସେତେବେଳେ ତାଙ୍କ ଦେହରେ ଜୀବନ ହିଁ ନଥିଲା। ଆଉ ଯେତେବେଳେ ମାନେ ସବୁ କଥା ସିଏ ବୁଢ଼ୀ ମାଆଠୁ ଶୁଣିଲେ ପୁରା ଡିଟେଲ୍ସରେ, ସେଦିନ ସିଏ ଘରକୁ ଫେରି ଆସିଥିଲେ। ଆଉ ସେବେଠାରୁ ସେ ଜଙ୍ଗଲ ରାସ୍ତା କ'ଣ, ରାତି ହେଲା ମାନେ ସିଏ ତାଙ୍କ ଅଟୋ ଧରିକି ଘରକୁ ଚାଲି ଆସନ୍ତି। ତ ସାଙ୍ଗମାନେ, ଆପଣମାନଙ୍କୁ ଏହି କାହାଣୀଟି ଯଦି ବି ଭଲ ଲାଗିଥିବ, ତାହେଲେ ମୋ କମେଣ୍ଟ ବକ୍ସରେ ଛୋଟିଆ କମେଣ୍ଟଟେ କରିବା ପାଇଁ ଜମାରୁ ଭୁଲିବେନି। ତାହେଲେ ରହୁଛି, ଦେଖାହେବା ଆଉ ଗୋଟେ ନୂଆ କାହାଣୀରେ। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।